ଦେଖିବା ଯେ କେଉଁ ଦ୍ରବଣଟି ଅମ୍ଳୀୟ ଏବଂ କେଉଁ ଦ୍ରବଣଟି କ୍ଷାରୀୟ। ଏଥିପାଇଁ ଆମକୁ ଦରକାର ପଡ଼ିବ ଦୁଇଟି ଲିଟମସ୍ କାଗଜ, ନାଲି ଲିଟମସ୍ କାଗଜ ଏବଂ ନୀଳ ଲିଟମସ୍ କାଗଜ। ନୀଳ ଲିଟମସ୍ କାଗଜର ଧର୍ମ ହେଉଛି ଯେ ଏହା ଅମ୍ଳୀୟ ଦ୍ରବଣର ସଂସ୍ପର୍ଶରେ ଆସିଲେ ଏହାର ନୀଳ ରଙ୍ଗ ବଦଳି ନାଲି ରଙ୍ଗରେ ପରିଣତ ହୁଏ ଏବଂ ନାଲି ଲିଟମସ୍ କାଗଜର ଧର୍ମ ହେଉଛି ଯେ ଏହା କ୍ଷାରୀୟ ଦ୍ରବଣର ସଂସ୍ପର୍ଶରେ ଆସିଲେ ଏହାର ନାଲି ରଙ୍ଗ ବଦଳି ନୀଳ ରଙ୍ଗରେ ପରିଣତ ହୁଏ। ତ ଏବେ ଆମେ ପରୀକ୍ଷା କରିବା। ଆମ ପାଖରେ ଦୁଇଟି ଦ୍ରବଣ ଅଛି। ଆମେ ଜାଣିନେ ଯେ କେଉଁ ଦ୍ରବଣଟି ଅମ୍ଳୀୟ ଏବଂ କେଉଁ ଦ୍ରବଣଟି କ୍ଷାରୀୟ। ଏବେ ଆମେ ପରୀକ୍ଷା କରିବା। ଏହି ଦ୍ରବଣରେ ନୀଳ ଲିଟମସ୍ କାଗଜର ରଙ୍ଗ ପରିବର୍ତ୍ତନ ହେଲା ନାହିଁ। ତା ଅର୍ଥ ହେଉଛି ଯେ ଏହି ଦ୍ରବଣଟି କ୍ଷାରୀୟ ଏବଂ ଅମ୍ଳୀୟ ନୁହେଁ। ଏହି ଦ୍ରବଣରେ ନୀଳ ଲିଟମସ୍ କାଗଜର ରଙ୍ଗ ବଦଳି ନାଲି ଲିଟମସ୍ କାଗଜର ରଙ୍ଗ ଆସିଲା, ତେଣୁ ଏହି ଦ୍ରବଣଟି ଅମ୍ଳୀୟ। ଆମେ ଏହି ପରୀକ୍ଷାକୁ ନାଲି ଲିଟମସ୍ କାଗଜରେ କରିବା। ଆମେ ନାଲି ଲିଟମସ୍ କାଗଜକୁ ଏହି ଦ୍ରବଣରେ ପକାଇବା। ଏହାର କିଛି ରଙ୍ଗ ପରିବର୍ତ୍ତନ ହେଲା ନାହିଁ। ଏହାର ଅର୍ଥ ହେଉଛି ଏହି ଦ୍ରବଣଟି ଅମ୍ଳୀୟ। ଏହି ଦ୍ରବଣରେ ନାଲି ଲିଟମସ୍ କାଗଜର ରଙ୍ଗ ବଦଳି ନୀଳ ଲିଟମସ୍ କାଗଜର ରଙ୍ଗ ହୋଇଗଲା, ତେଣୁ ଏହି ଦ୍ରବଣଟି କ୍ଷାରୀୟ। ଆମେ ଯଦି ଏହି ଲିଟମସ୍ କାଗଜଟିକୁ ଅମ୍ଳୀୟ ଦ୍ରବଣରେ ପକାଇବା ତାହେଲେ ପୁଣି ଥରେ ରଙ୍ଗ ଚେଞ୍ଜ ହେବ।